ସବୁଠାରୁ ବଡ଼ ଶୋଷଣକାରୀ ବ୍ୟବସ୍ଥା ହେଉଛି ବିଦ୍ୟୁତ୍। କାରଣ ପ୍ରତ୍ୟେକ ବ୍ୟକ୍ତି ଆ ଦ୍ୱାରା ଶୋଷିତ ହେଉଛନ୍ତି। ସେ ସାଧାରଣ ଲୋକ ହଉ, ଗରିବ ଲୋକ ହଉ, ବଡ଼ ଲୋକ ବି ହଉ, ରାଜ୍ୟର ସମସ୍ତେ କିଛି କିଛି ପରିମାଣରେ, ବହୁତ ପରିମାଣରେ ଶୋଷିତ ହେଉଛନ୍ତି ଟାଟା କମ୍ପାନୀ ଦ୍ୱାରା। ଯେଉଁ କମ୍ପାନୀ ବିତରଣ କରୁଛି ଇଲେକ୍ଟ୍ରିସିଟି। ରାଜ୍ୟରେ ଯେତେ ଉତ୍ପାଦନକାରୀ ବ୍ୟବସ୍ଥା ଅଛି ସମସ୍ତେ ଲାଭ କରୁଛନ୍ତି। ଗତ ବର୍ଷ ସମସ୍ତେ ଲାଭ କରିଛନ୍ତି। ଓପିଜିସି ଏବଂ ଓଡ଼ିଶା ପାୱାର ହାଇଡ୍ରୋ ଜେନେରେସନ୍ କର୍ପୋରେସନ୍, ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ ଏବଂ ଗ୍ରିଡ଼କୋ ଏମାନେ ସମସ୍ତେ ରାଜ୍ୟ ସରକାରଙ୍କୁ ଡିଭିଡେଣ୍ଡ ଦେଇଛନ୍ତି। ତା ସତ୍ତ୍ୱେ ସେମାନେ ଏ ବର୍ଷ ବର୍ତ୍ତମାନ ଯେଉଁ ଶୁଣାଣି ଚାଲିଛି ଦାବି କରିଛନ୍ତି ଯେ ତାଙ୍କ ପଇସା ବଢ଼େଇବା ପାଇଁକି। ତାଙ୍କ ପଇସା ବଢ଼େଇବା ପାଇଁକି ଦାବି କରିବା ବେଳକୁ ଟାଟା ମଧ୍ୟ ଦାବି କରୁଛି ଯେ ପଇସା ବଢ଼େଇବା ପାଇଁ। ଆମେ ଉପଭୋକ୍ତାମାନଙ୍କ ତରଫରୁ ବାରମ୍ବାର କହି ଆସିଛୁ ଯେ କୌଣସି ପ୍ରକାର ଦର ବୃଦ୍ଧି କରାଯିବ ନାହିଁ, ଆଗରୁ କରି ଆସୁଥିଲୁ ଏବଂ ଦର ବୃଦ୍ଧି ଗତ 4 ବର୍ଷ ହେଲା ବନ୍ଦ ଥିଲା। ଏ ବର୍ଷ ଆମର ଦାବି ହେଉଛି ଉପଭୋକ୍ତାମାନେ ଯେଉଁମାନେ ତାଙ୍କର ଯାହାଙ୍କର ପ୍ରତିନିଧିତ୍ୱ ଉପଭୋକ୍ତା ମହାସଂଘ କରୁଛି, ରାଜ୍ୟ ଉପଭୋକ୍ତା ମହାସଂଘ କରୁଛି, ଆମର ଦାବି ହେଉଛି ପଇସା କମେଇବ। ତାର କାରଣ ହେଉଛି ଟାଟା ବି ଲାଭ କରୁଛି। ଟାଟା ବର୍ତ୍ତମାନ 97%, 98% ଆଦାୟ କଲାଣି।